ଏହି ଭିଡିଓଟି କେବଳ ସୁଗୃହିଣୀ ମାନଙ୍କ ପାଇଁ। ଆସନ୍ତୁ ଜାଣିବା କେତେକ ସୁନ୍ଦର ଘରକରଣା ଟିପ୍ସ। ବିରି ବରା ଛାଣିଲା ବେଳେ ଆପଣ ମାନଙ୍କ ଅଜାଣତରେ ଅଧିକ ତେଲ ଖର୍ଚ୍ଚ ହୋଇଥାଏ, ଯାହା ବାହାରୁ କିଣିବା ବରା ଅପେକ୍ଷା ମହଙ୍ଗା ହୋଇଥାଏ। ତେବେ ବିରି ବଟାରେ ଅଳ୍ପ ଦହି ଦେଇ ତାକୁ ଭଲ ଭାବେ ଫେଣ୍ଟି ଛାଣିଲେ ବରା ନରମ ହେବା ସହିତ ଖାଇବାକୁ ଭଲ ଲାଗିଥାଏ ଏବଂ ତେଲ ମଧ୍ୟ କମ୍ ଖର୍ଚ୍ଚ ହୋଇଥାଏ। କଲରା ଚୋପା ଶୁଖାଇ ଅଟା, ମଇଦା, ବେସନ କିମ୍ବା ଡାଲିରେ ରଖିଲେ ଅନେକ ଦିନ ଧରି ପୋକ ଲାଗନ୍ତି ନାହିଁ। କଦଳୀକୁ ଅଦା କନାରେ ଗୁଡ଼ାଇ ରଖିଲେ ଅଧିକ ଦିନ ସତେଜ ରୁହେ। ଗାଜରର ଉପର ମୁଣ୍ଡକୁ ଫୋପାଡ଼ି ନ ଦେଇ ତାକୁ ପାଣିରେ ବୁଡ଼େଇ ରଖିଲେ ସେଥିରୁ କଅଁଳିଆ ସବୁଜ ପତ୍ର ବାହାରିଥାଏ। ଏହାକୁ ଫୁଲ ସଜ୍ଜ କାମରେ ଲଗାଇ ପାରିବେ। ବିଲାତି ଶସ୍ତା ହେବା ବେଳେ ତା ମଞ୍ଜି କାଢି ତାକୁ ଗ୍ରାଇଣ୍ଡିଂ କରି ରସକୁ ବାହାର କରିବେ ଆଉ ସେହି ରସକୁ ଟାଣ ଖରାରେ ଶୁଖାଇ କାଚ ଜାରରେ ଭଲ ଭାବେ ଠିପି ଟାଇଟ୍ କରି ରଖିଦେବେ। ଏହି ଗୁଣ୍ଡକୁ ତରକାରୀରେ ପକାଇଲେ ବିଲାତିର ସ୍ୱାଦ ଆଉ ବାସ୍ନା ପାଇବେ। ବୋତଲରେ ଆଚାର ରଖିବା ପୂର୍ବରୁ ଗୋଟିଏ କନାରେ ତେଲ ବୁଡ଼ାଇ ବୋତଲ ଭିତରେ ପୋଛି ଦେଇ ସେଥିରେ ଆଚାର ରଖିଲେ ବେଶୀ ଦିନ ରହିଥାଏ। ବର୍ଷା ଦିନେ ସାଧାରଣତଃ ଜାରରେ ଥିବା ଚିନି ଅଦା ହୋଇଯାଇଥାଏ। ଯଦି ଆପଣ ଚିନି ରଖିଥିବା ପାତ୍ରରେ ଖଣ୍ଡେ ଟିସ୍ୟୁ ପେପର ରଖିଦେବେ, ତେବେ ଚିନି ଅଦା ନ ହୋଇ ଶୁଖିଲା ରହିବ। ଆଳୁକୁ ଧୋଇ ଚୋପା ଛଡ଼ାନ୍ତୁ ଆଉ ସେହି ଚୋପାକୁ ପୁଣି ଥଣ୍ଡା ପାଣିରେ ଧୋଇ ଖରାରେ ଶୁଖାନ୍ତୁ। ଭଲ ଭାବେ ଶୁଖିଯିବା ପରେ ତେଲରେ ଛାଣି ଚାଟ ମସଲା, ଲୁଣ, ଲଙ୍କାଗୁଣ୍ଡ ମିଶାଇ ଚିପ୍ସ ବନେଇ ଖାଆନ୍ତୁ। ବର୍ଷା ଦିନେ ଲୁଣ ପାଣି ହୋଇଯାଏ। ଗୋଟିଏ ପରିଷ୍କାର ପତଳା କନାରେ କିଛି ପରିମାଣରେ ଚାଉଳ ବାନ୍ଧି ଦେଇ ଲୁଣ ପାତ୍ରରେ ରଖିଦେଲେ ଲୁଣ ପାଣି ହୁଏ ନାହିଁ। ଅମୁଲ ଗୁଣ୍ଡ ଖରାପ ହୋଇଗଲେ ତାକୁ ଫୋପାଡ଼ି ନ ଦେଇ ପାଣିରେ ଗୋଳାଇ ଗରମ କରନ୍ତୁ। ସେହି ପାଣିରେ ଗୋଡ଼କୁ ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ତାପରେ ଗୋଡ଼ ପୋଛିକି ଦେଖନ୍ତୁ, ଗୋଡ଼ ଏକଦମ ସଫା ହୋଇଯାଇଥିବ।